ରାହାମା ବଜାରରେ ସେକ୍ସ ରାକେଟ୍ ଠାବ, 5 ଅଟକ। ଭଡ଼ା ଘରେ ସେକ୍ସ ରାକେଟ୍ ଠାବ। ଜଗତସିଂହପୁର ରାହାମା ବଜାରରେ ଏକ ଭଡ଼ା ଘରେ ଦୀର୍ଘ ଦିନ ଧରି ଚାଲିଥିବା ସେକ୍ସ ରାକେଟ୍ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରି ରାଣୀ ମହୁମାଛି ସହ 4 ମହିଳା ଓ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ। ତିର୍ତ୍ତୋଲ ଥାନା ଅଧୀନରେ ଏକ ଭଡ଼ା ଘରେ 9 ବର୍ଷ ଧରି ଏହି କାରବାର ଚାଲୁଥିଲା ବୋଲି କହିଛନ୍ତି ଧରାପଡ଼ିଥିବା ମହିଳା। ଏଥିରେ ଘର ମାଲିକ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ରାହାମା ନିକଟସ୍ଥ ଏକ ଘରେ ଦୀର୍ଘ ଦିନ ଧରି ସନ୍ଦେହଜନକ କାରବାର ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା। ଏହାପରେ ତିର୍ତ୍ତୋଲ ଥାନା ଆଇଆଇସି ବଂଶୀଧର ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଟିମ୍ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଘର ଭିତରୁ 4 ଜଣ ମହିଳା ଓ ଜଣେ ଯୁବକଙ୍କୁ ପୁଲିସ ଅଟକ କରିଥିଲା। ଏଥିସହ 2100 ଟଙ୍କା ନଗଦ, 9ଟି ମୋବାଇଲ ଫୋନ୍ ସହ ବହୁ ଆପତ୍ତିଜନକ ଜିନିଷ ଜବତ କରାଯାଇଛି। ପୁଲିସ ଚଢ଼ାଉ କରିବା ପୂର୍ବରୁ ଏହି କାରବାରରେ ସମ୍ପୃକ୍ତ କିଛି ବ୍ୟକ୍ତି ଘଟଣାସ୍ଥଳରୁ ଖସି ପଳାଇଥିବା ସୂଚନା ମିଳିଛି। ଅଟକ ଥିବା 5 ଜଣଙ୍କୁ ପୁଲିସ ହେଫାଜତରେ ନେଇ ପଚରାଉଚରା କରୁଛି। ରାଜ୍ୟରୁ ଓ ରାଜ୍ୟ ବାହାରୁ ଲୋକମାନଙ୍କୁ ଆଣି ଏଠାରେ କାରବାର କରାଯାଉଥିଲା। ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ଏନେଇ ତଦନ୍ତ ଜୋରଦାର କରିଛି ପୋଲିସ।